କେଉଁ ଫଳ ଖାଇଲେ ମଳକଣ୍ଟକ ରୋଗ ଠିକ୍ ହୋଇଯାଏ? ଅପସନ୍ ଏ କମଳା, ଅପସନ୍ ବି କଦଳୀ, ଅପସନ୍ ସି ତରଭୁଜ, ଅପସନ୍ ଡି ଅମୃତଭଣ୍ଡା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, यार ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଅମୃତଭଣ୍ଡା। ଅମୃତଭଣ୍ଡା ଖାଇଲେ ମଳକଣ୍ଟକ ରୋଗ ଠିକ୍ ହୋଇଯାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ ଗରମ ପାଣିରେ ଗାଧୋଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ହଇଜା, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଟାଇଫଏଡ୍, ଅପସନ୍ ଡି ରକ୍ତଚାପ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, यार ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ରକ୍ତଚାପ। ପ୍ରତିଦିନ ଗରମ ପାଣିରେ ଗାଧୋଇଲେ ରକ୍ତଚାପ ରୋଗ ହୋଇଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଘର ଭିତରେ କେଉଁ ଗଛ ଲଗାଇଲେ ଘରକୁ ସାପ ଆସିଥାଏ? ଅପସନ୍ ଏ ବେଲ ଗଛ, ଅପସନ୍ ବି ତୁଳସୀ ଗଛ, ଅପସନ୍ ସି ହଳଦୀ ଗଛ, ଅପସନ୍ ଡି ସର୍ପଗନ୍ଧା ଗଛ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, यार ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ସର୍ପଗନ୍ଧା ଗଛ। ଘର ଭିତରେ ସର୍ପଗନ୍ଧା ଗଛ ଲଗାଇଲେ ଘରକୁ ସାପ ଆସିଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଅଧିକ ମଟନ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ହଇଜା, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ହାର୍ଟ ରୋଗ, ଅପସନ୍ ଡି ଡାଇବେଟିସ୍। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, यार ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ହାର୍ଟ ରୋଗ। ଅଧିକ ମଟନ ଖାଇବା ଦ୍ୱାରା ହାର୍ଟ ରୋଗ ହୋଇଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ଗୋରା ଛୁଆ ଜନ୍ମ ହୋଇଥାଏ? ଅପସନ୍ ଏ ସେଓ, ଅପସନ୍ ବି କମଳା, ଅପସନ୍ ସି ଅଙ୍ଗୁର, ଅପସନ୍ ଡି ତରଭୁଜ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, यार ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ବି କମଳା। କମଳା ଖାଇଲେ ଗୋରା ଛୁଆ ଜନ୍ମ ହୋଇଥାଏ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, କାରଣ ଏଭଳି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ପ୍ରତିଦିନ ଦେଖିବାକୁ ମିଳିବ।